ଆସନ୍ତୁ ଶୁଣିବା ଏକ ସୁନ୍ଦର ଗପ। ଗପଟିର ନାମ ବୁଦ୍ଧିମାନ ରାଜା। ଏକଦା ଗୋଟିଏ ରାଜ୍ୟରେ ଜଣେ ବୁଦ୍ଧିମାନ ରାଜା ରହୁଥିଲେ। ସେ ସବୁବେଳେ ନିଜ ରାଜ୍ୟର ଲୋକମାନଙ୍କ ସୁଖ ଦୁଃଖ ବୁଝୁଥିଲେ। ଦିନେ ଦୁଇଜଣ ସ୍ତ୍ରୀ ଲୋକ ଝଗଡ଼ା କରି ରାଜାଙ୍କ ଦରବାରରେ ପହଞ୍ଚିଲେ। ଉଭୟ ଗୋଟିଏ ଶିଶୁକୁ ନିଜର ବୋଲି ଦାବୀ କରୁଥିଲେ। ରାଜା ପ୍ରକୃତ ମାଆକୁ ଚିହ୍ନିବା ପାଇଁ ଏକ କୌଶଳ ବାହାର କଲେ। ସେ ସମସ୍ତ ସୈନ୍ୟମାନଙ୍କୁ କହିଲେ, ଶିଶୁଟିକୁ ଦୁଇଭାଗ କରି ଉଭୟଙ୍କୁ ଦେଇଦିଅନ୍ତୁ। ଏହା ଶୁଣି ଜଣେ ସ୍ତ୍ରୀଲୋକ ରାଜି ହୋଇଗଲା। କିନ୍ତୁ ଅନ୍ୟ ଜଣକ କାନ୍ଦି କାନ୍ଦି ରାଜାଙ୍କୁ ଅନୁରୋଧ କଲା ଯେ ଶିଶୁଟିକୁ ଦୁଇଭାଗ ନ କରି ଅନ୍ୟ ଜଣକୁ ଦେଇଦିଅନ୍ତୁ। ରାଜା ସଙ୍ଗେ ସଙ୍ଗେ ଜାଣିପାରିଲେ ଯେ କାନ୍ଦୁଥିବା ସ୍ତ୍ରୀଲୋକ ଜଣକ ହିଁ ପ୍ରକୃତ ମା'। ରାଜା ତାଙ୍କୁ ନ୍ୟାୟ ଦେଲେ। ଲୋକମାନେ ରାଜାଙ୍କ ବୁଦ୍ଧିର ବହୁତ ପ୍ରଶଂସା କଲେ।